ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ 108ତମ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ ପାଳନ। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ବିକାଶର ସାରଥୀ ତଥା ରାଜ୍ୟ ରାଜନୀତିର ବହୁ ଚର୍ଚ୍ଚିତ ଚେହେରା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନଙ୍କର ନିର୍ଦ୍ଦେଶ କ୍ରମେ ଆଜି ଆଠମଲ୍ଲିକ ବିଜୁ ଜନତା ଦଳ ତରଫରୁ ଆଠମଲ୍ଲିକଠାରେ ଅଦ୍ୱୈତ ବ୍ୟକ୍ତିତ୍ୱ, ଅସାଧାରଣ ନେତୃତ୍ୱ, ବୀର ପୁଅ ଝଡ଼ର ଇଗଲ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ 108ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀ ଅବସରରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିଠାରେ ପୁଷ୍ପମାଲ୍ୟ ଅର୍ପଣ, ଡକ୍ଟର ବି.ଆର୍. ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରିଶେଷରେ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ, ବାଳାଶ୍ରମରେ ଫଳ ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆଶା କୁମାରୀ ସାହୁ, ଆଠମଲ୍ଲିକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଶାସନ ରାଉଳ, ଆଠମଲ୍ଲିକ ବିଜୁ ଜନତା ଦଳର ଯୁବ ସଂଗଠକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁ, ଶ୍ରୀଯୁକ୍ତ ଦୁଃଖୀଶ୍ୟାମ ରାଉଳ, ଆଠମଲ୍ଲିକ ବିଜୁ ଯୁବ ଛାତ୍ର ଜନତା ଦଳର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବାବୁ ଖାନ, 5 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରଶ୍ମିରେଖା ମାହାର, ବରିଷ୍ଠ ନେତା ଶ୍ରୀଯୁକ୍ତ ମହେଶ୍ୱର ଦେହୁରୀ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗଦାଧର ସ୍ୱାଇଁ, ଆଠମଲ୍ଲିକ ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ଆଠମଲ୍ଲିକ ବିଜୁ ଯୁବ ଛାତ୍ର ଜନତା ଦଳର ପଦାଧିକାରୀ ଓ ଛାମୁଆ ସଂଗଠନର କର୍ମୀମାନେ ଉପସ୍ଥିତ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଧୁମଧାମରେ ପାଳନ କରିଥିଲେ। ବିଜୁବାବୁ ଅମର ରହେ ନାରାରେ ଆଠମଲ୍ଲିକ ପ୍ରକମ୍ପିତ ହୋଇଥିଲା। ଆଠମଲ୍ଲିକରୁ ସୁରମ୍ୟ ବଡ଼ମାଳିକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।